ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର 23ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ମୁଖ୍ୟ ବକ୍ତା ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ଶ୍ରୀ ସମୀର ରଞ୍ଜନ ଦାସ, ସମ୍ମାନିତ ଅତିଥି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀ ସରୋଜ କୁମାର ପାଢ଼ୀ, ସ୍କୁଲର ସଭାପତି ଦ୍ୱିଜବର ମୁଦୁଲି, ସମ୍ପାଦକ ଶ୍ରୀ ଦୁର୍ଗାପ୍ରସାଦ ତ୍ରିପାଠୀ, ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ସେନ ଉପସ୍ଥିତ ଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ଜୟନ୍ତୀ ତିଥି, ବିବେକାନନ୍ଦ ସ୍କୁଲର ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ରୀୟ ଯୁବ ଦିବସ ପାଳନର ସୁବର୍ଣ୍ଣ ସୁଯୋଗକୁ ସାଂସଦ ଶ୍ରୀ ବିଶି ଐତିହାସିକ ଓ ଗୌରବମୟ ଦିବସ ବୋଲି ବର୍ଣ୍ଣନା କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ଦେଶର ସେବା କରିବା ଉଚିତ। ବିବେକାନନ୍ଦଙ୍କ ହିତ ଉପଦେଶ ଅନୁଯାୟୀ ଉଠ, ଜାଗ୍ରତ ହୁଅ, ଲକ୍ଷ୍ୟସ୍ଥଳକୁ ନ ପହଞ୍ଚିବା ପର୍ଯ୍ୟନ୍ତ କାର୍ଯ୍ୟ କରିଚାଲ ବୋଲି ସାଂସଦ ଶ୍ରୀ ବିଶି ଉଦ୍ବୋଧନ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।